ଦେଖନ୍ତୁ ଅଭିଯୋଗ ଆମର ଗୋଟେ ହେଲା ଯେ ଛେଣ୍ଡିପଦା ବ୍ଲକରେ ଆମର ବର୍ତ୍ତମାନ ଦୁଇଟି କୋଇଲା ଖଣି କାର୍ଯ୍ୟକ୍ରମ ଅଛି, ଯୋଉଠୁ 25,000 ଟନରୁ ଉର୍ଦ୍ଧ୍ୱ ଦୈନିକ କୋଇଲା ପରିବହନ ହଉଛି। ସେ କୋଇଲା ପରିବହନରେ ଆମ ଛେଣ୍ଡିପଦା ଟ୍ରକ୍ ମାଲିକ ସଂଘର ଗାଡି ଗୁଡିକ ନିୟୋଜିତ କରାଯାଉ ନାହିଁ। ଯୋଉ ଭଳିଆ ନାଲକୋରେ ଆଲୁମିନିୟମ ପ୍ରଡକ୍ସନ ହଉଛି, ଅନୁଗୁଳ ବୁଲାଡେ ବରପାଳ ଗାଡି ଗୁଡିକ ନିୟୋଜିତ ହଉଛି, ତାଳଚେରରେ କୋଇଲା ପ୍ରଡକ୍ସନ ହଉଛି, ସେଠି ତାଳଚେରର ଟ୍ରକ୍ ମାଲିକ ସଂଘର ଗାଡି ଲାଗୁଛି, କେନ୍ଦୁଝରରେ ଆଇରନ ଓରରେ ସେମାନଙ୍କର ଗାଡି ଟ୍ରକ୍ ମାଲିକ ସଂଘର ଗାଡି ଗୁଡିକ ଲାଗୁଛି। ଆମ ଛେଣ୍ଡିପଦା ବ୍ଲକରେ ଯୋଉ ଟ୍ରକ୍ ମାଲିକ ସଂଘ ଅଛି, ସେଠି କଣ ପାଇଁ ଛେଣ୍ଡିପଦା ଖଣିରେ ଛେଣ୍ଡିପଦା ଟ୍ରକ୍ ମାଲିକଙ୍କ ଗାଡି ଲାଗିପାରିବ ନାହିଁ? ଆମେ ସଂଗ୍ରାମ ଗତ 6 ମାସ ହେଲା ଲାଗିଛୁ। 6 ମାସ ହେଲା ବିଭିନ୍ନ ଫୋରମରେ କଥା ହେଲେ ବି ସୁଫଳ ମିଳୁନି। ତେଣୁ ଜିଲ୍ଲାପାଳଙ୍କ ଅଫିସକୁ ଏହା କହି ଆସିଛୁ ଯେ ଯଦି ସପ୍ତାହେ ଭିତରେ ଆମ ଗାଡି ଗୁଡିକ ଲୋଡିଂ ନ ଦିଆଯାଏ, ଆମେ ଯୋଉ ବାହାର ରାଜ୍ୟର ଗାଡି ପରିବହନରେ ଲାଗିଛନ୍ତି ସେଗୁଡିକୁ ଚାଲିବାକୁ ଦେବୁନି, ରାସ୍ତାକୁ ଅବରୋଧ କରିବୁ। କିନ୍ତୁ ଛେଣ୍ଡିପଦା ବ୍ଲକରେ କାର୍ଯ୍ୟକ୍ରମ ଥିବା କୋଇଲା ଖଣି ଗୁଡିକରେ ଆମ ଟ୍ରକ୍ ଲୋକାଲ ଟ୍ରକ୍ ଲାଗିନାହିଁ, ସବୁ ବାହାର ରାଜ୍ୟର ଟ୍ରକ୍ ଲାଗିଛି। ଆମେ ଜିଲ୍ଲାପାଳଙ୍କୁ ଦାୟୀପତ୍ର ବିଭିନ୍ନ ଫୋରମରେ ବହୁତ ଥର ଦେଲୁଣି, ଖଣି କର୍ତ୍ତୃପକ୍ଷଙ୍କୁ ଭେଟ କରିଛୁ, କେହି କର୍ଣ୍ଣପାତ କରୁନାହାନ୍ତି। ତେଣୁ ଶେଷ ଥର ପାଇଁ ଆମେ ଜିଲ୍ଲାପାଳଙ୍କୁ ଆଉ ଥରେ ଭେଟ କରିବା ପାଇଁ ଆସିଛୁ ଯେ ଯଦି ଆମ ଆଗାମୀ ଦିନରେ ଦାବି ଶୁଣା ନଯାଏ ତାହେଲେ ଆମେ ରାଜରାସ୍ତାକୁ ଓହ୍ଲେଇବୁ, ଖଣି ଅଞ୍ଚଳରେ ଯୋଉ କୋଇଲା ପରିବହନ ହଉଛି ତାକୁ ବନ୍ଦ କରିବୁ। ଆଉ ସାରା ଦେଶରେ ଯୋଉ ଗୋଟେ ଆଇନ ଅଛି ଯେ ସ୍ଥାନୀୟ ଲୋକଙ୍କୁ ସବୁବେଳେ ଅଗ୍ରାଧିକାର ଦେବା କଥା, ଏଇଠି ତାହା ବ୍ୟତିକ୍ରମ ଘଟିଛି। ସ୍ଥାନୀୟ ପ୍ରଶାସନ ରାଜନେତା ମାନେ ବୋଧହୁଏ ଲାଞ୍ଚ ନେଇ ମୁହଁ ଖୋଲୁ ନାହାନ୍ତି। ସାଧାରଣ ଲୋକଙ୍କ ସମସ୍ୟାକୁ ଦଳି ଚକଟିକି ବର୍ତ୍ତମାନ ଖଣି କାର୍ଯ୍ୟ ଆରମ୍ଭ ଚାଲିଛି। ତେଣୁ ଆମେ କୌଣସି ପ୍ରକାର ଇଏକୁ ହବାକୁ ଦେବୁ ନାହିଁ। ଆଗାମୀ ଦିନରେ ରାଜରାସ୍ତାରେ ଅବରୋଧ କରିବୁ।